अखंडमंडलाकारं व्याप्तजेन चराचरं तत्पदं दर्शितं जेन तस्मै श्रीगुरवे नमः। এই সচরাচর বিশ্ব ଯାହାଙ୍କ ଦ୍ୱାରା ଧୃତ, ଯିଏ ଯାହାର ପାଳକ, ପୋଷକ ଏବଂ କର୍ତ୍ତା, ତାଙ୍କର ପଦାରବିନ୍ଦକୁ ଯିଏ ଚିହ୍ନି ଦିଅନ୍ତି, ସେ ଗୁରୁବ୍ରହ୍ମଙ୍କ ପଦାରବିନ୍ଦରେ ମୁଁ ଶତକୋଟି ଦିବ୍ୟ ପ୍ରଣାମ ନିବେଦନ କରୁଛି। ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ କିଛି କଥା ଶ୍ରୋତାବନ୍ଧୁମାନଙ୍କ ସହିତ ଆଦାନ ପ୍ରଦାନ କରିବା ପାଇଁ ଚାହୁଁଛି। ଆଜି ଆମେ ସମସ୍ତେ ଜାଣିଛେ ଯେ ଅକ୍ଷୟ ତୃତୀୟା ସବୁ ହିନ୍ଦୁ ଲୋକଙ୍କ ପାଇଁ, ସବୁ ସନାତନ ଧର୍ମୀମାନଙ୍କ ପାଇଁ ଏକ ଅତି ପବିତ୍ର ଦିବସ। କାରଣ ଏହି ଦିନ ଧରିତ୍ରୀକୁ ଆଦିମାତା ଗଙ୍ଗାଙ୍କର ଅବତରଣ ଘଟିଥିଲା। ମହର୍ଷି ପରଶୁରାମଙ୍କର ଜନ୍ମ ମଧ୍ୟ ଏହି ତିଥିରେ ହୋଇଥିଲା। ମାତା ଅନ୍ନପୂର୍ଣ୍ଣା ଯେ ପଡ଼ିଦାତ୍ରୀ ସାରା 14 ବ୍ରହ୍ମାଣ୍ଡର, ତାଙ୍କର ବି ଜନ୍ମ ହୋଇଥିଲା। ଏବଂ ଆଜିର ଦିନରେ ଭଗବାନ କୃଷ୍ଣ କୋଟିବ୍ରସ୍ତ ବସ୍ତ୍ର ପ୍ରଦାନ କରି ଦ୍ରୌପଦୀଙ୍କର ଲଜ୍ଜା ନିବାରଣ କରିଥିଲେ। ଆଜି ଦିନରେ ମଧ୍ୟ କୁବେରଙ୍କୁ ତାଙ୍କର ଯେଉଁ ଖଜାନା, ଯେଉଁ ଧନର ମାଲିକ, ସେ ମଧ୍ୟ ତାଙ୍କୁ ପ୍ରାପ୍ତ ହୋଇଥିଲା। ସତ୍ୟ ଏବଂ ତ୍ରେତୟା ଯୁଗର ଆରମ୍ଭ ମଧ୍ୟ ଏହି ଅକ୍ଷୟ ତୃତୀୟା ତିଥିରେ ଆରମ୍ଭ ହୋଇଥାଏ। ଏବଂ କୃଷ୍ଣ ଏବଂ ଭଗବାନଙ୍କର ଯେଉଁ ବନ୍ଧୁତ୍ୱ ବା ସଖାପଣ, ସେଇ ଯାହା ସମସ୍ତଙ୍କ ପାଇଁ ଅନୁକରଣୀୟ, ସେଇ କୃଷ୍ଣ ଏବଂ ସୁଦାମାଙ୍କର ବନ୍ଧୁତ୍ୱର ଆରମ୍ଭ ମଧ୍ୟ ଆଜିର ଦିନରେ ହୋଇଥିଲା। ଆଉ ସବୁଠୁ ବଡ଼ ହେଉଛି ଓଡ଼ିଶାର ପ୍ରାଣପୁରୁଷ ଜଗନ୍ନାଥଙ୍କର ଚନ୍ଦନର ଲାଗି ଚନ୍ଦନ ଯାତ୍ରା ଆଜି ଆରମ୍ଭ ହୁଏ। କୃଷକମାନଙ୍କ କ୍ଷେତ୍ରରେ ଆଜି ପ୍ରଥମ ବିହନ ମଧ୍ୟ ବପନ କରାଯାଏ। ଏଇଭଳି ଅନେକ ଜିନିଷ, ପବିତ୍ର କର୍ମ ଆଜି ଦିନରେ ସମ୍ପାଦନ ହୋଇଥିବାରୁ ଆଜି ଦିନଟି ହିନ୍ଦୁମାନଙ୍କର, ସନାତନୀମାନଙ୍କର ଏକ ଅତି ପବିତ୍ର ମୁହୂର୍ତ୍ତ, ପବିତ୍ର ଦିନ। ତେଣୁ ଆଜି ଦିନରେ କୌଣସି ଭଲ ମନ୍ଦ ବିଚାର ନ କରି, କୌଣସି ଶୁଭାଶୁଭ ନିର୍ଣ୍ଣୟ ନ କରି ସମସ୍ତ କର୍ମ ଆଜି ଆରମ୍ଭ କରାଯାଏ, ଶୁଭ କର୍ମ ଆରମ୍ଭ କରାଯାଏ। ତେଣୁ ଏହି ବିଷୟରେ ଗୋଟେ କଥା ମୁଁ କହିବି। ତ ଗୋଟେ ଦିନର ଶୁଭାଶୁଭ ନିର୍ଣ୍ଣୟ କରିବା ପାଇଁ ଗଲେ ପ୍ରଥମେ ମଣିଷ ତା'ର ଭାବ ଦର୍ଶନ, ଚିନ୍ତା, ଚୈତନ୍ୟ, ଚେତନା ଏସବୁକୁ ସେ ଭଗବାନଙ୍କ ନିକଟରେ ସମର୍ପଣ କରିବା ଉଚିତ। ଅର୍ଥାତ୍ ଦିନଟି ତା ପାଇଁ ଭଲ ହେବ, ଦିନଟି ତା ପାଇଁ ମଙ୍ଗଳମୟ ହେବ। କିପରି? ତା'ର ଚିନ୍ତା, ତା'ର ଚେତନା, ତା'ର ମନସ୍କାମନା, ତା'ର କଥା, ତା'ର ବାର୍ତ୍ତା, ତା'ର ଚାଲି ଚଳନ ଯଦି ସବୁ ଭଲ ହୁଏ। ଗୋଟେ ଦୁଇଟି ଛୋଟ ଉଦାହରଣ ଦେଇ ଆଜି ଯେଉଁ ଚନ୍ଦନ ଯାତ୍ରାର ଅବକାଶ, ଆଜି ଅକ୍ଷୟ ତୃତୀୟାର ଅବକାଶ, ସେଇ ଅବକାଶର ଆଜି ଆମେ ଆଲୋଚନା ବନ୍ଦ କରିବା। ପରମହଂସ ରାମକୃଷ୍ଣ ଗୋଟେ କଥା ସବୁବେଳେ କୁହନ୍ତି ଯେ ନିଜେ ବଢ଼, ଅନ୍ୟକୁ ବଢ଼ିବା ପାଇଁ ଦିଅ। ନିଜେ ରୁହ, ଅନ୍ୟକୁ ରହିବା ପାଇଁ ନିଅ। ନିଜ ଖାଦ୍ୟ ଗ୍ରହଣ କର, ଅନ୍ୟକୁ ମଧ୍ୟ ଖାଦ୍ୟ ଗ୍ରହଣ କରାଇବାର ସୁଯୋଗ ସୃଷ୍ଟି କର। ସବୁବେଳେ ଯଦି ତୁମେ ଆତ୍ମକୈନ୍ଦ୍ରିକ ହୁଅ, ନିଜ କଥା ଚିନ୍ତା କର, ସୃଷ୍ଟି କଥା ଚିନ୍ତା କରନି, ତୁମ ଚାରିପାଠର କଥା ଚିନ୍ତା କରନି, ତାହେଲେ ଭଗବାନ ତୁମ ପ୍ରତି କେବେ ହେଲେ ଖୁସି ହୋଇପାରିବେ ନାହିଁ। ତୁମେ ସମସ୍ତ ଶୁଭ ଦିନରେ ମଧ୍ୟ କ୍ରିୟାକଳାପ କଲେ ମଧ୍ୟ କୌଣସି ତୁମର ଚିନ୍ତା ଚୈତନ୍ୟ ଯଦି ଆତ୍ମକୈନ୍ଦ୍ରିକ ହେଲା, ସ୍ୱାର୍ଥମୂଳକ ହେଲା, ତାହେଲେ ତାହା କେବେ ହେଲେ ତୁମକୁ ଗୋଟେ ସୁନ୍ଦର ପରିଣତିରେ ପହଞ୍ଚି ଦେଇପାରିବ ନାହିଁ। ତେଣୁ ସେ ଗୋଟେ ସୁନ୍ଦର ଗଳ୍ପଟେ କହନ୍ତି। ସେ କୁହନ୍ତି ଯେ ଗୋଟେ ଘରେ କିଛି ଗାଈମାନଙ୍କୁ ନେଇ ରଖ ଏବଂ କିଛି ଶ୍ୟାମଳ ତୃଣ ସେମାନଙ୍କୁ ଖାଇବା ପାଇଁ ଦିଅ। ଏବଂ ଆଉ ଗୋଟେ ଘରେ କିଛି କୁକୁରମାନଙ୍କୁ ବା ଶ୍ୱାନମାନଙ୍କୁ ରଖ ଏବଂ ଅପର୍ଯ୍ୟାପ୍ତ ମାଂସ ମଧ୍ୟ ସେମାନଙ୍କୁ ଖାଇବା ପାଇଁ ଦିଅ। ଏବଂ ଗୋଟିଏ ଦିନ ପରେ ଉଭୟ କବାଟ ଖୋଲି ଦେଖ ଯେ ଗାଈମାନେ ଯେଉଁଠି ଅଛନ୍ତି, ସେମାନେ ଖୋଲି ଦେଖିଲା ବେଳକୁ ସେ ଗାଈମାନେ ପରସ୍ପର ଛଟାଛଟି ହେଉଥିବେ, ଆନନ୍ଦରେ ଗୋଡ଼ ଉପରକୁ ଟେକିକିରି ନିଶ୍ୱାସ ନେଉଥିବେ, ବହୁତ ଆନନ୍ଦରେ ପାକୁଳି ବୁଲଉଥିବେ ଏବଂ ସମସ୍ତେ ଭକ୍ଷଣ କରିଥିବେ। ଅଳ୍ପ କିଛି ତୃଣ ହୁଏତ ଯଦି ପଡ଼ି ରହିଥିବ। କିନ୍ତୁ କୁକୁର ଘରକୁ ଯଦି କୁକୁର ଯେଉଁ ରୁମ୍ରେ ଥାଆନ୍ତି, ସେ ରୁମ୍ ଖୋଲି ଦେଖିବ, ତା ଦେହରୁ 3-5ଟା କୁକୁର ହୁଏତ ମରିଯାଇଥିବେ, କାହାର କାନ ଛିଣ୍ଡି ଯାଇଥିବ, କାହାର ଗୋଡ଼ ଛିଣ୍ଡି ଯାଇଥିବ, କ୍ଷତାକ୍ତ ହୋଇ ରକ୍ତାକ୍ତ ହୋଇଯାଇଥିବ। ଏଇଭଳି ଅବସ୍ଥା ହେଇଥିବ। ଏକମାତ୍ର ଏଇ ଯେଉଁ ଡିଫରେନ୍ସଟା ଘଟେ କାହିଁକି? ଗାଈ ହେଉଛି ଗୋଟେ ଉନ୍ନତତର ପ୍ରାଣୀ। ସେଥିପାଇଁ ଆମେ କହୁ ଯେ 33 କୋଟି ଦେବତା ଗାଈ ଭିତରେ ଥାଆନ୍ତି। ତେଣୁ ଗାଈ ଗୋଟେ ଅତି ଉନ୍ନତ ଜୀବ।
तेणु से निजे बंचिबार सहित अन्य मानक बंचिबार सुजोग सृष्टि करे, निजे खाइबा सहित अन्य को खाइबार सुजोग सृष्टि करे। किंतु कुकुर माने सब आत्मसर्वस्व, सी चाहती मो गले मुझे एका रही से आउ कई रही, मुझे एका खाइबी आउ कई खाइबे ना, किंतु से अपर्याप्त खाद्य दि जाइए भितर सब कलित कराल गंडगोल एवं आत्मकेन्द्रिक चिंता चेतनार अवसान से भितर घटी पारे ना। एला गोटे कथा। आज दिन में सबुठ बड़ जिनिस गोटे कथा मुझे कहबी जे अन्यर उपकार करने सब बेले आगभर हो, ताहले देखिबो ये दुनियाटा सरस सुंदर मधुमय हो, तुम जीवन भल होगा सहित तुम चारिपटर जीवन भल हम। जदि जगतर मंगल हुए ताले तुम्हें अवश्य मंगल रहिबो। तेणु भगवान को आम जो मागिबा मोर मंगल हो, मो पिला मानकर मंगल हो न कही जदि आमे माने कहिबा हे प्रभु जगतर मंगल हो, ताहले देखिए जगतर जदि मंगल हुए ताले ता भितर तुमर भी मंगल हो जिवो। सेतपय भीम भोई कहिथिले प्राणीक आरत दुख अप्रमित देखु देखु केबा सहु, मो जीवन पछे नरके पड़ी थाउ जगत उद्धार हो। तेणु केवल आत्मकेन्द्र चिंता चेतना नहीं आम निजर भल पाइबा कथा चिंता करवानी, निजर भल करने कथा चिंता करवानी, विश्व कल्याण विश्व मैत्री विश्व बंधुत्व विश्व भातृत्ववाद आम मैंने सब ठाकुर निकट जब अड़ी करवा प्रार्थना करवा ताहले आमर भल हवा सहित समस्त भल हम। आज दिन में अनेक भल कथा घटी सबुठ जो बड़ कथाटा समस्त आमको अनुप्राणित करे ता होछि द्वारकार राजप्रसाद थे किसी गोटे कम करू करू कृष्णकर आंगुठी गोटे कटिगला, तो रक्त अजस्र भाव में रक्त बोहवा आरंभ कला। से अष्ट पाटवंशी मैंने थे समस्ते व्यस्त विव्रत होगले, कौन करवा खंडे छिंडा कनार आवश्यक, कृष्ण को आंगुठी गुड़े देवाई पड़ो, किंतु समस्ते व्यस्त विव्रत होउछंती जे राजपुरी रे छिंडा कनाटे मिलिबो कोठी, समस्ते व्यस्त विव्रत हबार व्यस्त, किंतु कृष्णकर रक्त सेमती बोही चली। हठात द्रौपदी आसी दौड़ी दौड़ी आसी पहुँचले सखा सखा सखांकर कौन है ना, सखांक हाथ कटि जाए रक्त बोची, तो द्रौपदी सांगे सांगे तार जो पाटवस्त्र पिंधि से पाटवस्त्र को सांगे सांगे छिंडे दे से गोटे बांधिदेले एवं तार ऋण सुझी कृष्ण जितेबाला लज्जा निवारण करने गुरु सभा तले व्यवसना करा से जो निरंबय चित्तरे द्वारकाधीश कृष्ण को डाकिले और कोटि वस्त्र प्रदान कर कृष्ण लज्जा निवारण करते। तेणु पाहुंडे मातर गले पासे धाई सहस्र योजन आसी नियंती कोड़ाई। तेणु भगवान भगवान ये दुनिया भगवान को आम कौन दे पारिबा, किंतु तथापि मध्य श्रद्धार सहित टे किसी देले से खुशी ग्रहण करती और जहाँ दि जाए से शह शह कड़ागंडार आमको सुझे दिखती एवं आमर से मंगल हुए, देशर मंगल हुए, दशर मंगल हुए और ईश्वर कैन्द्रिक ही गुरु कैन्द्रिक ही आम जीवन यापन करने जीवन यापन कर प्रयासी हो जीवन यापन करूँ। आज ये अन्य अध्याय देखा आउ कौन आम कि आलोचना करवा। जय जगन्नाथ, जय गुरु।